ରକ୍ତମାଟି ଲେଖକ କାଳୀଚରଣ ପଟ୍ଟନାୟକ। ନାଟକକାର କବିଚନ୍ଦ୍ର କାଳୀଚରଣ ପଟ୍ଟନାୟକ ଓଡ଼ିଆ ନାଟକ କ୍ଷେତ୍ରରେ ପରିବର୍ତ୍ତନର ନୂତନ ରୂପଲେଖ ଦେବାରେ ଜଣେ ସୁଦକ୍ଷ ବିନ୍ଧାଣୀ। ନାଟକକାରଙ୍କ ଜନ୍ମ ହୁଏ 1893 ମସିହା ଡିସେମ୍ବର 23 ତାରିଖରେ କଟକ ଜିଲ୍ଲାର ବାଙ୍କୀ ଉପଖଣ୍ଡରେ। ତାଙ୍କର କେତୋଟି ସୃଷ୍ଟି ସମୟ ଥିଲା, ସେଗୁଡ଼ିକ ହେଲା ଶକୁନ୍ତଳା, ମୃଗୟା, ଗାର୍ଲସ ସ୍କୁଲ, ଭାତ, ରକ୍ତମାଟି ଇତ୍ୟାଦି। ନାଟ୍ୟକାର କାଳୀଚରଣ ପଟ୍ଟନାୟକଙ୍କ ରକ୍ତମାଟି ନାଟକଟି ସାମାଜିକ ନାଟକ ପର୍ଯ୍ୟାୟବାଚୀ। ନାଟକଟି 1947 ମସିହାରେ ନାଟ୍ୟକାରଙ୍କ ଲେଖନୀରୁ ଜୀବନ୍ୟାସ ପାଇଅଛି। ନାଟକଟିରେ ଶିଳ୍ପ ସୁବିଧାର ବିକାଶ ପରେ ପୁଞ୍ଜିପତିମାନଙ୍କର ଶସ୍ୟତାର ଧାରା କେତେ ଉତ୍କଟ ଥିଲା, ତାହା ସୁନ୍ଦର ଭାବରେ ବିଶ୍ଳେଷଣ କରାଯାଇଛି। ନାଟକଟି 5 ଅଙ୍କ ବିଶିଷ୍ଟ। ପ୍ରତ୍ୟେକ ଅଙ୍କରେ 5ଟି ବିଭିନ୍ନ ଦୃଶ୍ୟ ସମାବେଶ ହୋଇଛି। ପ୍ରଥମ ଅଙ୍କରେ 3ଟି ଦୃଶ୍ୟ ସମ୍ବଳିତ, ଦ୍ୱିତୀୟ ଅଙ୍କରେ 5ଗୋଟି ଦୃଶ୍ୟ ସମ୍ବଳିତ, ତୃତୀୟ ଅଙ୍କରେ 3ଟି ଦୃଶ୍ୟ ସମ୍ବଳିତ, ଚତୁର୍ଥ ଅଙ୍କରେ 3ଟି ଦୃଶ୍ୟ ସମ୍ବଳିତ, ପଞ୍ଚମ ଅଙ୍କରେ 3ଟି ଦୃଶ୍ୟ ସମ୍ବଳିତ। ଶିଳ୍ପ ସୁବିଧାର ବିକାଶ ଫଳରେ ସମାଜରେ 2 ଗୋଷ୍ଠୀ ସୃଷ୍ଟି ହୋଇଥିଲା, ଯଥା ଥିଲାବାଲା ଓ ନଥିଲାବାଲା। ଥିଲାବାଲା ପାଖରେ ଅର୍ଥ ଓ ସର୍ବସ୍ୱ କ୍ଷମତା ଓ ନଥିଲାବାଲା ସେମାନେ ଶୋଷିତ ହେଉଥିଲେ। ଏହିପରି ଏକ ବାସ୍ତବଧର୍ମୀ ସମସ୍ୟାକୁ ନେଇ ରକ୍ତମାଟି ନାଟକଟି ଗଢ଼ି ଉଠିଛି। ସେଠ ଗଙ୍ଗାଧର ଦାସ ନିଜ ପୁଞ୍ଜିପତି ଆକାଂକ୍ଷାକୁ ଅଧିକ ବଳବତ୍ତର କରିବା ନିମନ୍ତେ ସ୍ଥାନୀୟ କିଛି ଟାଉଟରମାନଙ୍କୁ ହାତମୁଠାକୁ ନେଇ ଆସିଛି। ଏହି ଚରିତ୍ରମାନଙ୍କ ମଧ୍ୟରେ ଅଲକ୍ଷ୍ୟ ଗୁମାସ୍ତା, ଶ୍ୟାମ ବିଶ ଡାକ୍ତର ଏବଂ ସାମ୍ବାଦିକ ଛବିଲାଲ ମୁଖ୍ୟ ହୋଇଛନ୍ତି। ବିଦେଶାପତ ସେଠ ଗଙ୍ଗାଦାସ ଲୋକମାନଙ୍କ ଆଗରେ ନିଜକୁ ଭଲ ଦର୍ଶାଇବାକୁ ଯାଇ ଭୋଜିଭାତର ଆୟୋଜନ କରିଛି। ଏତଦ୍‌ବ୍ୟତୀତ ସେଠ ଗଙ୍ଗାଦାସ ରାଇସ ମିଲ ବସାଇବା ହେଉଛି ମୂଳ କଥା। ରାମ ପ୍ରଧାନକୁ ଲୋକମାନଙ୍କ ସମ୍ମୁଖରେ ମୃତ ବୋଲି ଘୋଷଣା କରି ତାର ଜମିକୁ ଅକ୍ତିଆର କରି ସେହି ଜମି ଉପରେ ତିଆରି କରିଛି ରାଇସ ମିଲ। ରାମ ପ୍ରଧାନ ପରି ଗାଁର ଜମିଦାର ମଧ୍ୟ ଶୋଷତାରୁ ମୁକ୍ତ ହୋଇ ନାହାନ୍ତି। ନିଜ ଝିଅର ବିବାହ କାର୍ଯ୍ୟରେ ଯୌତୁକ ବାବଦରେ କିଛି ଟଙ୍କା ନେଇ ଶେଷରେ ସେଠ ଗଙ୍ଗାଦାସ ଶିକାର ହୋଇଛନ୍ତି। ଏତଦ୍‌ବ୍ୟତୀତ ଯେଉଁ ଅଲକ୍ଷ୍ୟ ଗୁମାସ୍ତା ନିଜର ଚକ୍ରାନ୍ତ ବଳରେ ସେଠ ଗଙ୍ଗାଦାସର ପୁଞ୍ଜିକୁ ବଢ଼ାଇବା ପାଇଁ ଚେଷ୍ଟା କରୁଥିଲା, ସେ ମଧ୍ୟ ଶୋଷତାର ଶିକାର ହୋଇଛି। ତତ୍କାଳୀନ ସମାଜରେ ଏକ ପ୍ରମୁଖ ସମସ୍ୟା ଥିଲା ସାମ୍ବାଦିକ ସେମାନଙ୍କର ସମ୍ବାଦ ପରିବେଷଣରେ ନିରପେକ୍ଷତା ଅଭାବ। ଛବିଲାଲ ବାବୁ ଟଙ୍କା ଲୋଭରେ ପଡ଼ି ମିଥ୍ୟା ଖବର ଛାପୁଥିଲେ ଓ ଗଙ୍ଗାଦାସ ପରି ମୂର୍ଖ ଓ ଟାଉଟର ବ୍ୟକ୍ତିକୁ ସାହାଯ୍ୟ କରୁଥିଲେ। ଚୌଧୁରୀ ବାବୁଙ୍କ ପୁଅ ନିରଞ୍ଜନ ଶିକ୍ଷାଗତ ଯୋଗ୍ୟତା BA ପାସ୍। ଡେପୁଟି ଚାକିରିକୁ ଛାଡ଼ି ଦେଶ ସେବାକୁ ଆପଣାଇବା ପାଇଁ ଚୌଧୁରୀ ନିରଞ୍ଜନକୁ ପରାମର୍ଶ ଦେଇଥିଲେ। ନାଟକର ପରବର୍ତ୍ତୀ ପର୍ଯ୍ୟାୟରେ ତତ୍କାଳୀନ ଜାତିଭେଦ ସମସ୍ୟାକୁ ନାଟ୍ୟକାର ପ୍ରକାଶ କରିଛନ୍ତି। ଅଲକ୍ଷ୍ୟ ଗୁମାସ୍ତା ଝିଅ ଆଶା ଏବଂ ରାମ ପ୍ରଧାନର ଝିଅ ଲତା ମଧ୍ୟରେ ଲତା ଜାତିରେ ବାଉରୀ ଅଟେ। ଗାନ୍ଧିଜୀ ଜାତି ପ୍ରଥାକୁ ଘୃଣା କରୁଥିବାରୁ ଓ ଏହା ମଣିଷ ସମାଜ ପାଇଁ କ୍ଷତିକାରକ ବୋଲି କହିଥିଲେ। ଏଥିପାଇଁ ଗାନ୍ଧିଜୀ ହରିଜନ ଆନ୍ଦୋଳନର ଡାକରା ଦେଇଥିଲେ। ଏହି ଜାତି ପ୍ରଥାର ବିଭେଦତାକୁ ଦୂର କରିବା ପାଇଁ ସମସ୍ତେ ମିଶି ଜଗନ୍ନାଥ ପାଖକୁ ଯିବାକୁ ସ୍ଥିର କଲେ, କାରଣ ତାଙ୍କର ବାନା ପତିତ ପାବନର ବାନା ଓ ତାଙ୍କ ପାଖରେ ଜାତି ଅଜାତି ନଥାଏ। ସଂଗ୍ରାମୀ ବିଜୟ ଓ ଲତା ଏହାର ନେତୃତ୍ୱ ନେଇଥିଲେ ଓ ଉଭୟଙ୍କର ମଧ୍ୟରେ ପ୍ରେମ ସମ୍ପର୍କ ଗଢ଼ି ଉଠିଥିଲା। ପରବର୍ତ୍ତୀ ପର୍ଯ୍ୟାୟରେ ବିଜୟ ଓ ଲତା କିଛି କୁଲିମାନଙ୍କୁ ନେଇ ଧର୍ମଘଟର ଶୋଭାଯାତ୍ରା କଲେ। ଅଲକ୍ଷ୍ୟ ଗୁମାସ୍ତା ନିଜର କୃତକର୍ମର ଫଳସ୍ୱରୂପ ଯୋଗାକ୍ରାନ୍ତ ହୋଇଛି ଓ ଗଙ୍ଗାଦାସ ମଧ୍ୟ ଅଲକ୍ଷ୍ୟକୁ ଠକିଛି। ନାଟକର ଶେଷ ପର୍ଯ୍ୟାୟରେ ବିଜୟ ଓ ଲତା ବାହା ହୋଇ ସୌଜନ୍ୟ ଓ ଅସବର୍ଣ୍ଣ ବିଭେଦତା ଦୂର କରିଛନ୍ତି ଓ ଗାନ୍ଧୀବାଦର ବିଜୟ ଘଟିଛି। ବିଜୟ ଓ ଲତା ଗାଁ ଛାଡ଼ି ଦେଇଛନ୍ତି। ଦୁହେଁ ବରଂ ଏକ ନୂଆ ଆଲୋକର ସନ୍ଧାନରେ। ଉପସଂହାର: ରକ୍ତମାଟି ନାଟକରେ ଗାନ୍ଧୀବାଦର ସ୍ୱର ଦେଖିବାକୁ ମିଳିଥାଏ। ଶାନ୍ତି, ଅହିଂସା ଓ ସତ୍ୟାଗ୍ରହ ଥିଲା ଗାନ୍ଧିଜୀଙ୍କ ଆଦର୍ଶ। ଏହି ଆଦର୍ଶବୋଧକୁ ନେଇ ରକ୍ତମାଟି ନାଟକଟି ଗଢ଼ି ଉଠିଛି ଓ ତା ସହିତ ଜମିଦାରଙ୍କ
ସ୍ୱଚ୍ଛତାର ଆର ମଧ୍ୟ ଆଲୋଚ୍ୟ ନାଟକରେ ଦେଖାଯାଇଛି। ଏଇଟା ଥିଲା ଆମର ରକ୍ତମାଟି ନାଟକ।